ପ୍ରେମ ପିଶାଚର ଅଭିଳାଷ। ହେଲେ ପ୍ରାଣାନ୍ତକ ପ୍ରୟାସ ସତ୍ତ୍ୱେ ସେ ଏଡ଼ାଇ ପାରିଲା ନାହିଁ ସେଦିନର ସେହି ଲୋମହର୍ଷକ ଅଭାବନୀୟ ଘଟଣାକୁ। ଦୋକାନରେ ସେ ପହଞ୍ଚିବା ପୂର୍ବରୁ ହିଁ କ୍ରୋଧୀ ସରୋଜ ତା ବାଇକ୍ରେ ଦ୍ରୁତ ଗତିରେ ଆସି ପୂର୍ବୀ ମୁହଁକୁ ଲକ୍ଷ୍ୟ କରି ଛାଟିଦେଲା ନିଜ ହାତରେ ଧରିଥିବା ତରଳ ପଦାର୍ଥ ଗୁଡ଼ିକୁ ଏବଂ ଅସହ୍ୟ ଯନ୍ତ୍ରଣାରେ ଛଟପଟ ହୋଇ ରାସ୍ତାରେ ଗଡ଼ୁଥିବା ପୂର୍ବୀର ବିକଳ ଚିତ୍କାର ଶୁଣି ଧାଇଁ ଆସୁଥିବା ଦୋକାନୀମାନଙ୍କୁ ଦେଖି ସେ ସେଠାରୁ ଛୁଚମ୍ପଟ ମାରିଦେଲା। ସମ୍ପୂର୍ଣ୍ଣ କାହାଣୀଟି କ'ଣ ଆସନ୍ତୁ ଶୁଣିବା। ସୂର୍ଯ୍ୟ ପଶ୍ଚିମ ଆକାଶରେ ଡୁବୁଥିଲେ। ନିକଟସ୍ଥ ଦୋକାନରୁ ବାପାଙ୍କ ନିମିତ୍ତ କିଛି ଔଷଧ କିଣି ସ୍କୁଟିରେ ଏକାକୀ ଘରକୁ ଫେରୁଥିଲା ପୂର୍ବୀ। ଅକସ୍ମାତ୍ ରାସ୍ତା ପାର୍ଶ୍ୱରେ ନିଜ ମୋଟର ସାଇକେଲ ରଖି ତା ବାଟ ଓଗାଳିବା ପରି ଛିଡ଼ା ହୋଇଥିବା ସରୋଜ ଉପରେ ଦୃଷ୍ଟି ପଡ଼ିଯିବାରୁ ମନ ମଧ୍ୟରେ ସେ ପ୍ରମାଦ ଗଣିଲା। କଲେଜରେ ପଢ଼ୁଥିବା ବେଳେ ସରୋଜ ତାର ସହପାଠୀ ଥିଲା ସତ, କିନ୍ତୁ ସେ ଏକ ଗୁଣ୍ଡା, ବଦମାସ ଆଉ ନଷ୍ଟ ଚରିତ୍ର ଛାତ୍ର ଭାବରେ ଖ୍ୟାତି ଥିବାରୁ ପୂର୍ବୀ ତାଠାରୁ ସଦାସର୍ବଦା ଦୂରେଇ ରହୁଥିଲା। ଏପରିକି ସରୋଜ ତାକୁ ଏକତରଫା ଭାବରେ ପ୍ରେମ କରି ବାରମ୍ବାର ପ୍ରେମ ନିବେଦନ କରୁଥିବା ସତ୍ତ୍ୱେ ସେ କୌଣସି ନା କୌଣସି ବାହାନା କରି ପ୍ରତ୍ୟାଖ୍ୟାନ କରି ଚାଲିଥିଲା। କାରଣ ସେ ଭଲ ଭାବରେ ଜାଣିଥିଲା ଯେ ଥରକୁ ଥର ବାନ୍ଧବୀ ବଦଳାଉଥିବା ସରୋଜ ଦୃଷ୍ଟିରେ ନାରୀ ହେଉଛି କେବଳ ପୁରୁଷର କାମନା ବାସନା ଫୂର୍ତ୍ତି କରିବାରେ ଏକ ବସ୍ତୁ ମାତ୍ର। ତେବେ ଆଜି ଏହି ରାସ୍ତା ମଝିରେ ହଟହଟା ନ ହେବା ପାଇଁ ସେ ତୁରନ୍ତ ତା ସ୍କୁଟି ପଛକୁ ବୁଲାଇ ସେଠାରୁ ଅପସରି ଯିବା ନିମନ୍ତେ ଉଦ୍ୟମ କଲା। କିନ୍ତୁ ଧୂର୍ତ୍ତ ସରୋଜ ତତ୍କ୍ଷଣାତ୍ ଧାଇଁ ଆସି ତା ସ୍କୁଟିର ଚାବି କାଢ଼ି ନେଇ ନିଜ ପକେଟରେ ପୂରେଇ ଦେଲା ଏବଂ କର୍କଶ କଣ୍ଠରେ କହିଲା, ବହୁତ ହୋଇଗଲା ତୋର ଛଳନା। ତୁ ଯଦି ମୋର ବାନ୍ଧବୀ ନ ହୋଇ ତୋର ପ୍ରେମିକା ପ୍ରଭାକରର ହେବାକୁ ଚାହିଁବୁ, ତେବେ ମନେ ରଖ ତାର ପରିଣତି ଏପରି ଭୟଙ୍କର ହେବ ଯେ ତୁ କେଉଁ କୂଳରେ ମଧ୍ୟ ହୋଇପାରିବୁ ନାହିଁ। ସରୋଜର ଏଭଳି ପ୍ରତିଶୋଧ ପରାୟଣ ମନୋବୃତ୍ତି ଲକ୍ଷ୍ୟ କରି ଏବଂ ପ୍ରତିକ୍ରିୟାଶୀଳ କଠୋର ବାକ୍ୟ ଶୁଣି ଭୟରେ ଶିହରି ଉଠିଲା ପୂର୍ବୀ। ତଥାପି ମନରେ ସାହସ ସଞ୍ଚୟ କରି କହିଲା, ପ୍ରଭାକରଙ୍କ ସହିତ ମୋର ବିବାହ ଆମ ଦୁଇ ପରିବାରର ସମ୍ମତିକ୍ରମେ ସ୍ଥିର ହୋଇସାରିଛି। ଏପରିକି କିଛି ଦିନ ତଳେ ମହାପ୍ରସାଦ ଛୁଇଁ ନିର୍ବନ୍ଧ ମଧ୍ୟ ସମ୍ପନ୍ନ ହୋଇସାରିଛି। ସୁତରାଂ ତୁମ ସହିତ ଏବେ ପ୍ରେମ ସମ୍ପର୍କ ରଖିବା ମୋ ପାଇଁ ଏକ ଅନୈତିକ କର୍ମ ହେବ। ମୁଁ ବର୍ତ୍ତମାନ ପ୍ରଭାକରଙ୍କ ସ୍ତ୍ରୀ ହେବାକୁ ଯାଉଛି, ଆଉ ସିଏ ମୋର ଭାବି ପତି। ଯେଉଁ ସରୋଜ ଦୃଷ୍ଟିରେ ଯୁବକ ଯୁବତୀ ହୋଟେଲ, କ୍ଲବ ଆଉ ପାର୍କ ଆଦିରେ ଏକତ୍ର ଭ୍ରମଣ କରିବା କିମ୍ବା ଏକାନ୍ତରେ ବାସ କରି ପ୍ରେମାଳାପ କରିବା ହେଉଛି ଆଧୁନିକ ସଭ୍ୟତା ଓ ସମ୍ଭ୍ରାନ୍ତ ବଂଶର ଲକ୍ଷଣ, ସିଏ ବା କାହିଁକି ତା କଥାରେ ଗୁରୁତ୍ୱ ଦିଅନ୍ତା? ବରଂ ସେ ତା ମୁହଁକୁ ତୀକ୍ଷ୍ଣ ଦୃଷ୍ଟିରେ ଚାହିଁ ସେହି ମୁହୂର୍ତ୍ତରେ ହିଁ ତାକୁ ହଁ କିମ୍ବା ନା ଏଇ ଦୁଇଟି ଶବ୍ଦ ମଧ୍ୟରୁ ଯେକୌଣସି ଗୋଟିଏ ଶବ୍ଦ ବାଛି ତତ୍କ୍ଷଣାତ୍ ଉତ୍ତର ଦେବାକୁ କହିଥିଲା। ସରୋଜର ଏପରି କିମ୍ବୁତ କିମ୍ବାକାର ପ୍ରସ୍ତାବ ଶୁଣି ଏବଂ ମୋବାଇଲର ଭିଡ଼ିଓ ରେକର୍ଡ ଅନ୍ କରି ତାର ସ୍ୱୀକାରୋକ୍ତି ରଖିବାକୁ ଜିଦ୍ ଧରି ବସିଥିବା ଲକ୍ଷ୍ୟ କରି ଚିନ୍ତାରେ ପଡ଼ିଗଲା ପୂର୍ବୀ। ସରୋଜ ପରି ଏକ ପ୍ରେମ ପଶୁର ଅଭିଳାଷ ବୁଝିବାକୁ ତାର ଆଉ ବାକି ରହିଲା ନାହିଁ। ସେ ତା କଥାରେ ରାଜି ହେବା ମାତ୍ରେ ଭୁଲ ଲୁଣ୍ଠିତ ହୋଇଯିବ ତାର ମାନ ସମ୍ମାନ, ଇଜ୍ଜତ ସବୁକିଛି। ଆଉ ମୋବାଇଲରେ ଥିବା ତା ସ୍ୱୀକାରୋକ୍ତିର ପ୍ରମାଣ ଦେଖାଇ ସରୋଜ ବଳାତ୍କାରୀ ଦୋଷରୁ ନିର୍ବିଘ୍ନରେ ଖଲାସ ହୋଇଯିବ। ଏବେ ତା କଥାକୁ ଅସ୍ୱୀକାର କଲେ ମଧ୍ୟ ରକ୍ଷା ନାହିଁ। ଏ ବଦ୍ଧ ପାଗଳ ଆଉ କାମାନ୍ଧ ଯୁବକ ଯେ ତା ପ୍ରତି କି ଜଘନ୍ୟ କାଣ୍ଡ କରି ବସିବ କେଜାଣି। ଗୋଟିଏ ପଟେ କୂଅ ତ ଆରପଟେ ଖାଇ ଦେଖି କଙ୍କଡ଼ା ବିଛା ଲାହୁଡ଼ ମାରିବା ପରି ଅସ୍ତବ୍ୟସ୍ତ ହୋଇ ପଡ଼ିଲା ପୂର୍ବୀ। ତେବେ ସରୋଜର ପ୍ରେମ ଜାଲରେ ଧରା ଦେଉଥିବା ଅନ୍ୟ ଝିଅମାନଙ୍କ ପରି ସେ ଏଡ଼େ ବୋକି ନୁହେଁ ଯେ ତା ପ୍ରଥମ ପ୍ରେମ ପ୍ରଭାକରକୁ ଏହି ଲମ୍ଫଟ ହାତରେ ଟେକିଦେବ। ସାହାଯ୍ୟ ଆଶାରେ ଚତୁର୍ଦିଗରେ ଦୃଷ୍ଟି ବୁଲାଇ ଆଣିଲେ ମଧ୍ୟ ସେ କୌଣସି ପଥଚାରୀଙ୍କୁ ନ ଦେଖି ନିରାଶ ହେଲା ସତ, ତଥାପି ପର ମୁହୂର୍ତ୍ତରେ ନିଜ ମନକୁ ଦମ୍ଭ କରି ସରୋଜ ଓ ତା ମଝିରେ ପ୍ରାଚୀର ସଦୃଶ ଛିଡ଼ା ହୋଇଥିବା ସ୍କୁଟିକୁ ସେ ଖୁବ୍ ଜୋରରେ ଧକ୍କା ଦେଲା। ଅସାବଧାନତା ବଶତଃ ତଳେ କଚାଡ଼ି ହୋଇ ପଡ଼ିଲା ସରୋଜ। ହାତରୁ ତାର ମୋବାଇଲ ଛିଟକି ଯାଇ ଖଣ୍ଡେ ଦୂରରେ ପଡ଼ିଲା। ଆଉ ସେ ସୁଯୋଗକୁ ହାତଛଡ଼ା ନ କରି ସହାୟତା ଆଶାରେ ପୂର୍ବୀ ଧାଇଁଲା ସେହି ପରିଚିତ ଔଷଧ ଦୋକାନୀ ନିକଟକୁ। ହେଲେ ପ୍ରାଣାନ୍ତକ ପ୍ରୟାସ ସତ୍ତ୍ୱେ ସେ ଏଡ଼ାଇ ପାରିଲା ନାହିଁ ସେଦିନର ସେହି ଲୋମହର୍ଷକ ଅଭାବନୀୟ ଘଟଣାକୁ। ଦୋକାନରେ ସେ ପହଞ୍ଚିବା ପୂର୍ବରୁ ହିଁ କ୍ରୋଧୀ ସରୋଜ ତା ବାଇକ୍ରେ ଦ୍ରୁତ ଗତିରେ ଆସି ପୂର୍ବୀ ମୁହଁକୁ ଲକ୍ଷ୍ୟ କରି ଛାଟିଦେଲା ନିଜ ହାତରେ ଧରିଥିବା ତରଳ ପଦାର୍ଥ ଗୁଡ଼ିକୁ
ଏବଂ ଅସହ୍ୟ ଯନ୍ତ୍ରଣାରେ ଛଟପଟ ହୋଇ ରାସ୍ତାରେ ଗଡ଼ୁଥିବା ପୂର୍ବୀର ବିକଳ ଚିତ୍କାର ଶୁଣି ଧାଇଁ ଆସୁଥିବା ଦୋକାନୀମାନଙ୍କୁ ଦେଖି ସେ ସେଠାରୁ ଛୁଚମ୍ପଟ ମାରିଦେଲା। କ୍ରମଶଃ ସଂଜ୍ଞାହୀନ ହୋଇ ସେହି ରାସ୍ତା ମଝିରେ ପଡ଼ି ରହିଲା ପୂର୍ବୀର ଯନ୍ତ୍ରଣା ଜର୍ଜରିତ ଅବଶ ଶରୀର। କିନ୍ତୁ ସଂଜ୍ଞା ଲାଭ କଲା ପରେ ସେ ନିଜକୁ ପାଇଲା ଏକ ସରକାରୀ ଡାକ୍ତରଖାନାର ସ୍ୱତନ୍ତ୍ର କୋଠରୀରେ। ଡକ୍ଟର ଓ ସିଷ୍ଟରମାନଙ୍କ ନିକଟରେ ସେ ଆଉ ପୂର୍ବୀ ନୁହେଁ, ବରଂ ପାଲଟି ଯାଇଥିଲା ଏକ ଏସିଡ୍ ପୀଡ଼ିତା ରୋଗୀ। ଦୀର୍ଘ ଦିନର ଚିକିତ୍ସା ପରେ ଯଦିଓ ସେ ଆରୋଗ୍ୟ ଲାଭ କଲା, ହେଲେ ତା ସୁନ୍ଦର ଚେହେରା ବିକୃତ ହୋଇଯାଇଥିଲା। ସରୋଜ ପରି ଏକ ହୃଦୟହୀନ ଆଉ ମାନବିକତା ଶୂନ୍ୟ ଯୁବକର ଆକ୍ରୋଶ ଏବଂ କ୍ରୂର ଚକ୍ରାନ୍ତ ଫଳରେ ଏସିଡ୍ ପଡ଼ି ପୋଡ଼ି ଯାଇଥିବା ତା ମୁହଁର ପ୍ଲାଷ୍ଟିକ୍ ସର୍ଜରୀ ଓ ଫୁଟି ଯାଇଥିବା ଚକ୍ଷୁର ପ୍ରତିରୂପଣ କରିବା ନିମନ୍ତେ ନିଜର ଅସାମର୍ଥ୍ୟ ପ୍ରକାଶ କରି ହାତ ଟେକିଦେଲେ ସେଠାକାର ଡାକ୍ତରମାନେ। ସରକାରୀ ଓ ବେସରକାରୀ ସୂତ୍ରରୁ କେବଳ ସହାନୁଭୂତି ତଥା ସ୍ୱଚ୍ଛ ଆର୍ଥିକ ସାହାଯ୍ୟ ସହିତ କିଛି ଔଷଧ ଓ ମଲମ ନେଇ ଘରକୁ ଫେରିଆସିଲା ପୂର୍ବୀ। ହେଲେ ଏସିଡ୍ ପୋଡ଼ା କଷ୍ଟଠାରୁ ପ୍ରତିବେଶୀମାନଙ୍କ ଭର୍ସନା ସେମାନଙ୍କ ହସଖୁସି ଭରା ଛୋଟ ସଂସାରର ସବୁ ସୁଖ ଶାନ୍ତି ନଷ୍ଟ କରିଦେଲା। ଦିନେ ତାର ମାର୍ଜିତ ବ୍ୟବହାର, ଶାଳୀନ ବେଶ ପୋଷାକ, ଶୃଙ୍ଖଳା ଓ ଅନୁଶାସନରେ ବନ୍ଧା ଜୀବନଶୈଳୀ ଦେଖି ତାକୁ ସତ୍ଶିକ୍ଷା ଦେଉଥିବା ବାପା ବୋଉଙ୍କ ପ୍ରଶଂସାରେ ଶତମୁଖ ହେଉଥିବା ଆତ୍ମୀୟମାନେ ମଧ୍ୟ ସେମାନଙ୍କୁ ଟାଇଟାପରା ଆଉ ଟୀକା ଟପଣି କରିବାକୁ କୁଣ୍ଠାବୋଧ କଲେ ନାହିଁ। ଏପରିକି ତାର ଶାରୀରିକ ଓ ମାନସିକ ଯନ୍ତ୍ରଣା ଦେଖି ବାପା ବୋଉ ଅତ୍ୟନ୍ତ ଦୁଃଖିତ ଥିବାବେଳେ ତଥାକଥିତ ସମାଜର ଲୋକେ ସେମାନଙ୍କୁ ମଧ୍ୟ କଟୁ ମନ୍ତବ୍ୟ ଦେଇ ଉକ୍ତ ମର୍ମଭେଦୀ ଜଘନ୍ୟ କାଣ୍ଡ ମଧ୍ୟ ସେମାନଙ୍କର କୌଣସି ପାପ କର୍ମର ହିଁ ଫଳ ବୋଲି କହୁଥିଲେ। ଅଥଚ ନା ତା ବାପା ବୋଉ କାହାକୁ କୈଫତ ଦେବାକୁ ଚାହିଁଥିଲେ, ନା ପୂର୍ବୀ କାହାକୁ ପ୍ରତିବାଦ କରିପାରୁଥିଲା। ପରାଜୟ ତା ମନ ମସ୍ତିଷ୍କକୁ ଏପରି ଆବୁରି ନେଇଥିଲା ଯେ ଜୀବନ ଉପରୁ ବି ତାର ଆସ୍ଥା ତୁଟି ଯାଇଥିଲା। ସୀମାହୀନ ମାନସିକ ଯନ୍ତ୍ରଣା ଏବଂ ବୁକୁଫଟା ଆହାକାର ନେଇ ଚାରି କାନ୍ଥ ମଧ୍ୟରେ ମୁହଁ ଲୁଚାଇ କାନ୍ଦୁଥିଲା ପୂର୍ବୀ। ସମୟ ସ୍ରୋତରେ ଭାସିଗଲା ତା ରୂପ ଲାବଣ୍ୟର ଆକର୍ଷଣ। ଉଡ଼ନ୍ତା ଚଢ଼େଇ ପରି ଫୁରକିନା ଉଡ଼ିଗଲା ସେ ପାଇଥିବା ବହୁରାଷ୍ଟ୍ରୀୟ କମ୍ପାନୀ ଚାକିରିର ଆନନ୍ଦ ଉଲ୍ଲାସ। ଧୂଳିସାତ ହୋଇଗଲା ପ୍ରଭାକରଙ୍କ ସହିତ ବିବାହ ବନ୍ଧନର ମୋହ ଏବଂ ସୁନେଲି ଭବିଷ୍ୟତର ସୁଖ ଆଉ ସ୍ୱପ୍ନ, ଆଶା ଆଉ ଆକାଂକ୍ଷା ସବୁକିଛି। ଅଥଚ ନ୍ୟାୟ ନିକିତିର ପରିସର ମଧ୍ୟ ସଂକୁଚିତ ହୋଇଗଲା। ଧନାର୍ଯ୍ୟ ବାପର ଏକମାତ୍ର ନଷ୍ଟ ଚରିତ୍ର ଆଉ ନିଷ୍କର୍ମା ଦାୟଦ ସରୋଜ ପାଇଁ। ଅନ୍ୟାୟ ତଳେ ରହି ମୁକ୍ତ ବିହଙ୍ଗ ପରି ଘୁରି ବୁଲୁଥିଲା ସ୍ୱଚ୍ଛନ୍ଦରେ। ଆଉ ଲଜ୍ଜା, ଅପମାନ ଓ ମନରେ ଚାଲୁଥିବା ଅଶାନ୍ତ ସୁନାମୀ ଯୋଗୁଁ ନିଜର ବୁଦ୍ଧି ବିବେକ ତଥା ସତ୍ ଅସତର ଜ୍ଞାନ ହରାଇ ବସିଥିଲା ପୂର୍ବୀ। ସୁତରାଂ ନିଜ ମନର ନିକିତିରେ ସେ ପ୍ରଭାକରଙ୍କୁ ମଧ୍ୟ ସରୋଜର ସମଗତି ଭାବରେ ତଉଲୁଥିଲା। ଅର୍ଥାତ୍ ପ୍ରଭାକର ମଧ୍ୟ ରୂପର ଉପାସକ ଭାବି ସେ ନିଜେ ନା ତ ତାଙ୍କୁ ଆଉ ଫୋନ୍ କଲା, ଇମେଲ କିମ୍ବା ମେସେଜର ଉତ୍ତର ଦେଲା। ଏପରିକି ପ୍ରଭାକରଙ୍କ ପରିବାରକୁ ଉକ୍ତ ଲୋମହର୍ଷଣକାରୀ ଘଟଣା ସମ୍ପର୍କରେ ସୂଚନା ଦେଇ ସେମାନଙ୍କୁ ଆଉ ଧର୍ମ ସଙ୍କଟରେ ପକାଇବାକୁ ଉଚିତ ମନେ କଲା ନାହିଁ। ବାପା ବୋଉଙ୍କୁ ମଧ୍ୟ ପ୍ରଭାକରଙ୍କ ଡାଡି ମମିକୁ ଉକ୍ତ ସମାଚାର ଦେବାକୁ ବାରଣ କଲା। କିନ୍ତୁ ଅନ୍ୟପଟେ ନିୟତି ତାର ଖେଳ ଖେଳିଥିଲା। କୌଣସି ବନ୍ଧୁଙ୍କ ସୂତ୍ରରୁ ଉକ୍ତ ଦୁର୍ଘଟଣା ସଂକ୍ରାନ୍ତରେ ଅବଗତ ହୋଇ କାଳ ବିଳମ୍ବ ନ କରି ପୂର୍ବୀ ଘରେ ପହଞ୍ଚିଗଲା ପ୍ରଭାକର। ସାଙ୍ଗରେ ଥିଲେ ତାର ସମାଜସେବୀ ମାମା। ଜୀବନ୍ତ ଲାଶ ପରି ଖଟରେ ପଡ଼ିଥିବା ପୂର୍ବୀର କୁଶ୍ଚିତ ରୂପ ଦେଖି ଏବଂ ତା ଚକ୍ଷୁରେ ଅବର୍ଣ୍ଣନୀୟ ବେଦନା ତଥା ଅସହାୟତାର ଝଲକ ସ୍ପଷ୍ଟ ବାରିପାରି ପ୍ରଭାକର ଏପରି ଦୁଃଖରେ ମ୍ରିୟମାଣ ହୋଇପଡ଼ିଥିଲା ଯେ ତା ତୁଣ୍ଡରୁ ଦୁଇପଦ ପ୍ରବୋଧନାର ଭାଷା ମଧ୍ୟ ସ୍ଫୁରିଲା ନାହିଁ। ପୂର୍ବୀ ଅବସ୍ଥା ମଧ୍ୟ ତହୁଁ ବଳକା। ସତେ ଯେପରି ତା ନେତ୍ରରୁ ବହୁଥିବା ଅଶ୍ରୁ ନଦୀରେ ବନ୍ୟା ଆସିଯାଇଥିଲା। ଅତିଶୟ ଦୁଃଖରେ ଭାଙ୍ଗି ପଡ଼ି ସେ ଖଟରୁ ଉଠି ବସି ତା ଏସିଡ୍ ପୋଡ଼ା ମୁହଁକୁ ଦୁଇ ହାତ ପାପୁଲିରେ ଢାଙ୍କି ନେଇ କଇଁ କଇଁ ହୋଇ କାନ୍ଦି ଉଠିଲା। କ୍ରନ୍ଦନରତା ପୂର୍ବୀର ମସ୍ତକରେ ନିଜର ସ୍ନେହପୂର୍ଣ୍ଣ ହାତଟି ବୁଲାଇ ଆଣି ତାକୁ ଆଶ୍ୱାସନା ଦେଇ କହିଲେ, ମାଉସୀ। ଆଲୋ ମା, ଗୋଟେ ନୈତିକ ଶିକ୍ଷାବିହୀନ, ବିବେକ ଆଉ ବିଚାରଶୂନ୍ୟ କାମାନ୍ଧ ଯୁବକର ବର୍ବରୋଚିତ ହୀନକର୍ମ ପାଇଁ ତୁ କାହିଁକି ନିଜକୁ କଷ୍ଟ ଦେଉଛୁ? ତୁ ଗୋଟେ ବୁଦ୍ଧିମତୀ ଏବଂ ସାହସୀ ଝିଅ।
ଅଥଚ ସମ୍ମୁଖୀନ ହୋଇଥିବା ଉକ୍ତ ଅପ୍ରୀତିକର ଅବାଞ୍ଛିତ ସମସ୍ୟାର ସମାଧାନ ନିମନ୍ତେ କୌଣସି ପଦକ୍ଷେପ ନ ନେଇ ଏପରି ମାନସିକ ଅସ୍ଥିରତାର ଶିକାର ହେଲେ କିଏ ତୋତେ କିପରି ସାହାଯ୍ୟ କରିବ? ଅଚାନକ ମାଉସୀ ତା ଉପରୁ ଦୃଷ୍ଟି ଫେରାଇ ନିକଟରେ ବସିଥିବା ବାପା ବୋଉଙ୍କୁ ଲକ୍ଷ୍ୟ କରି କହିଲେ, ଶାରୀରିକ ଓ ମାନସିକ ଯନ୍ତ୍ରଣାରେ ଜର୍ଜରିତ ପୂର୍ବୀ ସିନା ଆମକୁ ଉକ୍ତ ଦୁଃଖଦ ଘଟଣା ସମ୍ବନ୍ଧରେ କୌଣସି ସମାଚାର ଦେଇପାରିଲା ନାହିଁ, ହେଲେ ଆପଣ ଦୁହେଁ ଆମ ବୋହୂର ଏଡ଼େ ବଡ଼ ଦୁର୍ଘଟଣାର ଖବର ଆମକୁ ନ ଜଣାଇ କ'ଣ ଭଲ କରିଛନ୍ତି? ମାଉସୀଙ୍କ ଅଭିମାନ ତଥା ବିଷାଦ ଭରା ଆକ୍ଷେପ ଶୁଣି ଗଦ ଶୁଙ୍ଘି ସାପ ନୀରବ ରହିବା ପରି ବାପା ନିର୍ବାକ ପାଲଟିଗଲେ। କିନ୍ତୁ ମାଉସୀଙ୍କ ମହନୀୟତା ତଥା ସ୍ନେହ ଶ୍ରଦ୍ଧା ଏବଂ ଆତ୍ମୀୟତା ଦେଖି କ୍ଷମା ପ୍ରାର୍ଥନା ମୁଦ୍ରାରେ ହାତ ଯୋଡ଼ିଦେଲା ବୋଉ। ମାଉସୀ ମଧ୍ୟ ନିଜର ମାନ ଅଭିମାନ ଭୁଲି ବୋଉ ସହିତ ଅନ୍ୟ କୋଠରୀକୁ ସହାସ୍ୟ ବଦନରେ ଚାଲିଯିବା ପରେ ବାପା ମଧ୍ୟ ବ୍ୟାଗ୍ଟିଏ ଧରି ବଜାରକୁ ଚାଲିଗଲେ। ଭାବପ୍ରବଣ ହୋଇ କହିଲା ପ୍ରଭାକର, ଶୁଣ ପୂର୍ବୀ, ଆମ ଦୁହିଁଙ୍କ ପ୍ରେମ ଶାଶ୍ୱତ, ଅମର ଏବଂ ସ୍ୱର୍ଗୀୟ। ତୁମର ଏହି ସାମାନ୍ୟ ଶାରୀରିକ କ୍ଷୁଣ ଯୋଗୁଁ ଏଥିରେ ଗ୍ରହଣ ଲାଗିବା ସମ୍ଭବ ନୁହେଁ। ତୁମେ ଦେଖିବ, ମୋ ମାମା ତୁମ କେସ୍ ଲଢ଼ି ତୁମକୁ ନ୍ୟାୟ ଦେବା ସହିତ ଆମ ବିବାହ ମଧ୍ୟ ବେଶ ଆନନ୍ଦର ସହିତ କରିବେ। ତାଙ୍କ ବାହାଘର କଥା ଶୁଣି ବିସ୍ମିତ ହେଉଥିଲା ପୂର୍ବୀ। ଏହା ସ୍ୱପ୍ନ ନା ସତ୍ୟ? ତା ଅବଚେତନ ମନର ପରିକଳ୍ପନା ନା ବାସ୍ତବତା? ସେ ହଠାତ୍ କିଛି ଭାବି ପାରୁନଥିଲା। କିନ୍ତୁ ପ୍ରଭାକରଙ୍କ ହାତ ଧୀରେ ଧୀରେ ଛନ୍ଦି ହୋଇଯାଉଥିଲା ପୂର୍ବୀର ହାତ ମୁଠାରେ, ଆଉ ପୂର୍ବୀର ହାତ ପାପୁଲିଟି ତା ହାତ ମୁଠା ଭିତରେ ରହି ଶୀତଳ ପାଲଟି ଯାଉଥିଲା। ପ୍ରଭାକର ଯେ କେବଳ ବାହ୍ୟ ରୂପର ପୂଜାରୀ ନୁହନ୍ତି, ଏହା ଜାଣିପାରି ଅନାବିଳ ପ୍ରେମକୁ ଅନୁଭବ କରିଥିଲା ପୂର୍ବୀ। ମାଉସୀ ଓ ପ୍ରଭାକରଙ୍କ ସ୍ନେହ, ସୌହାର୍ଦ୍ଦ୍ୟ ତଥା ଦୃଢ଼ ବିଶ୍ୱାସ ତା ମନରେ ପୁଣି ବଞ୍ଚିବାର ଉତ୍ସାହ ଭରିଦେଲା। ଏକ ଯୁକ୍ତାତ୍ମକ ମନୋଭାବ ନେଇ ନିଜକୁ ଦୃଢ଼ କଲା ପୂର୍ବୀ। ମାଉସୀଙ୍କ ପରାମର୍ଶକୁ ଗୁରୁ ଜ୍ଞାନ ମନେକରି ଏବଂ ତାଙ୍କ ପ୍ରେରଣାରେ ପ୍ରୋତ୍ସାହିତ ହୋଇ ସେ ଅଭିଯୁକ୍ତ ସରୋଜ ବିରୁଦ୍ଧରେ ସାକ୍ଷୀ ଓ ପ୍ରମାଣ ନିମିତ୍ତ ସମସ୍ତ ତଥ୍ୟ ସଂଗ୍ରହ କରିବାରେ ପୂର୍ଣ୍ଣ ମାତ୍ରାରେ ସହଯୋଗ କଲା। ଏପରିକି ସରୋଜର ବାରମ୍ବାର ପ୍ରେମ ନିବେଦନ କରୁଥିବା ମୋବାଇଲର କଥାଗୁଡ଼ିକୁ ସେ ପୂର୍ବରୁ ରେକର୍ଡ କରି ରଖିଥିବା ତଥ୍ୟଗୁଡ଼ିକୁ ମଧ୍ୟ ମାଉସୀଙ୍କୁ ଦେଇଦେଲା। ସେ ଯାହା ହେଉ, ମାଉସୀଙ୍କ ଅକ୍ଳାନ୍ତ ପ୍ରଚେଷ୍ଟା ଫଳରେ ସେହି ଏସିଡ୍ ଆକ୍ରମଣ ସମ୍ପର୍କିତ ଫୌଜଦାରୀ କେସ୍ର ଫାଇଲକୁ ଶୀତଳ ଭଣ୍ଡାରରୁ କାଢ଼ି ଅଣାଯିବା ସହିତ ତଦନ୍ତରେ ହେଳା କରି ଏହି ମାମଲାକୁ ବନ୍ଦ କରିଦେଇଥିବା ପୁଲିସ ଅଧିକାରୀଙ୍କୁ ନିଲମ୍ବିତ କରାଗଲା। ଶେଷରେ ଅଭିଯୁକ୍ତ ସରୋଜ ଦୋଷୀ ସାବ୍ୟସ୍ତ ହୋଇ ଜେଲ୍ ଦଣ୍ଡ ଭୋଗିବା ସହ ପୀଡ଼ିତାର କ୍ଷତିପୂରଣ ନିମନ୍ତେ ଯେଉଁ ବିପୁଳ ଅର୍ଥରାଶି ଦଣ୍ଡ ଗଣିଲା, ସେହି ଅର୍ଥରେ ପୂର୍ବୀର ଚକ୍ଷୁ ପ୍ରତିରୂପଣ ଓ ତା ମୁଖମଣ୍ଡଳର ପ୍ଲାଷ୍ଟିକ ସର୍ଜରୀ ହୋଇ ସେ ଏକ ନୂଆ ରୂପ ସହିତ ନୂଆ ଜୀବନ ମଧ୍ୟ ପାଇଲା। କହିବା ବାହୁଲ୍ୟ ଯେ ଦୋଷୀ ସରୋଜ କାରାଗାରର ରୁଦ୍ଧ କୋଠରୀରେ ନିଜ ଅହଙ୍ଗର ପ୍ରତିଧ୍ୱନି ନିଜେ ଶୁଣୁଥିବା ବେଳେ ପୂର୍ବୀର ଶୁଭ ବିବାହର ମାଙ୍ଗଳିକ ଶଙ୍ଖ ଧ୍ୱନିରେ ଗଗନ ପବନ ପ୍ରକମ୍ପିତ ହେଉଥିଲା। ଆଉ ସଜ ମାଛରେ ପୋକ ପକାଉଥିବା ପ୍ରତିବେଶୀମାନେ ଆଚମ୍ବିତ ହୋଇ ଚାହିଁ ରହିଥିବା ବେଳେ ପୂର୍ବୀର ମୁଖମଣ୍ଡଳରେ ଢାଙ୍କି ହୋଇ ରହିଥିବା ଦୁଶ୍ଚିନ୍ତାର କଳା ବାଦଲ ଅଚିରେ ପୋଛି ହୋଇଗଲା। बंधुगण आशा करूछु आपण मानकु ए कहानी निश्चय पसंद आसीथिबो। कहानी पसंद आसीथिले हमर ए चैनल को लाइक एवं शेयर कर दियंतु। हां, जदि हमर ए चैनल को नुवा करी आछिथिति चैनल टी को सब्सक्राइब करबा संगे संगे बेल आइकन को दबेई ऑल बटन टी को चिपि दियंतु। जेते बेले भी एई बडी वीडियो हम चैनल रे आसीबो सर्वप्रथमे आपण मानक पाखु नोटिफिकेशन जिवो। पुनी देखाइबो आगामी वीडियो रे आ एक नुवा कहानी को नै। सेतबेला पंत रहउछु। जय जगन्नाथ।